ସମାଧାନ ପୁସ୍ତକ ଅନୁଷ୍ଠାନ ଏବଂ ଆନ୍ଦୋଳନ ତରଫରୁ ମୁଁ ଅଜୟ ଭାଇ ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି। ସମାଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମ ସମ୍ମୁଖରେ ଥିବା ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ସମସ୍ୟାର କାରଣ, ତାର ପରିଣାମ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଆଗ୍ରହୀ ଭାଇ ଭଉଣୀଙ୍କୁ ଅବଗତ କରାଇବା ଏବଂ ସେମାନଙ୍କ ସହଯୋଗରେ ତାର ପ୍ରତିକାର ବ୍ୟବସ୍ଥା କରିବା, ଯାହାଫଳରେ ଆମ ସମସ୍ତଙ୍କର କଲ୍ୟାଣ ସାଧିତ ହୋଇପାରିବ। 24 ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଘଟିଯାଇଥିବା କିଛି ପ୍ରସଙ୍ଗ ଉପରେ ଆମ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀଗଣ ସ୍ପଷ୍ଟୀକରଣ ଦେବା ଉଚିତ ମନେ ହୁଏ। ପ୍ରଥମ ପ୍ରସଙ୍ଗ ହେଉଛି ଆମ ନେତୃବୃନ୍ଦଙ୍କ ଭବିଷ୍ୟବାଣୀ ଏବଂ ଦାମ୍ଭିକତା। ନିଜ ଦଳର ସଫଳତାକୁ ନେଇ ଆମ ନେତୃବୃନ୍ଦ ଯେଉଁ ଭବିଷ୍ୟବାଣୀ ଏବଂ ଦାମ୍ଭିକତା ପ୍ରଦର୍ଶନ କରିଥିଲେ, ତାହା ଅନେକାଂଶରେ ମିଥ୍ୟା ପ୍ରମାଣିତ ହୋଇଥିଲା। ଏହି ପରିସ୍ଥିତିରେ ସେମାନଙ୍କର ସେହି ଭବିଷ୍ୟବାଣୀ ବିଫଳ ହେବାର କାରଣ ଏବଂ ତାର ପ୍ରତିକାର ସମ୍ପର୍କରେ ସେମାନେ ସ୍ପଷ୍ଟୀକରଣ ଦେବା ଉଚିତ ମନେ ହୁଏ। ଦ୍ୱିତୀୟ ପ୍ରସଙ୍ଗ ହେଉଛି ଆମ ରାଜନୈତିକ ଦଳଗୁଡ଼ିକ ତରଫରୁ ଆୟୋଜିତ କରାଯାଇଥିବା ରୋଡ଼ ଶୋ ସମ୍ପର୍କରେ। ନିଜ ଦଳର ନିର୍ବାଚନ ପ୍ରଚାର ପାଇଁ ଆମ ନେତୃବୃନ୍ଦ ନିଜ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କୁ ନେଇ ବିଭିନ୍ନ ସ୍ଥାନରେ ରୋଡ଼ ଶୋର ଆୟୋଜନ କରିଥିଲେ। ତେବେ ଏହି ରୋଡ଼ ଶୋର ଜନଗହଳି କିପରି ସାଧାରଣ ଜନତାଙ୍କୁ, ଆମର ଶିଶୁ, ମହିଳା, ଅସହାୟ ରୋଗୀ ଯାଉଥିବା ଆମ୍ବୁଲାନ୍ସ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସ୍ୱଚ୍ଛନ୍ଦ ଯାତାୟାତକୁ ପ୍ରଭାବିତ କରୁଥିଲା, ତାହା ଆମ ନେତୃବୃନ୍ଦ ଭୁଲି ଯାଇଥିଲା ପରି ମନେ ହେଉଥିଲା। ନିର୍ବାଚନ ପ୍ରଚାର ପାଇଁ ଆମେ ଯେକୌଣସି ପଡ଼ିଆର ସହାୟତା ନେଇପାରିଥାନ୍ତେ। ପଡ଼ିଆରେ ମଧ୍ୟ ନିର୍ବାଚନ ପ୍ରଚାର ଉତ୍ତମ ରୂପେ କରାଯାଇ ପାରିଥାନ୍ତା, କିନ୍ତୁ ସର୍ବସାଧାରଣ ରାସ୍ତାରେ ରୋଡ଼ ଶୋର ଆୟୋଜନ କରି ଜନସାଧାରଣଙ୍କୁ କ୍ଷତିଗ୍ରସ୍ତ କରାଇବା କେତେ ଦୂର ଯୁକ୍ତିଯୁକ୍ତ, ତାହା ଉପରେ ଆମ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀଗଣ ନିଜ ସ୍ପଷ୍ଟୀକରଣ ଦେବା ଉଚିତ ମନେ ହୁଏ। ଅନ୍ୟ ପ୍ରସଙ୍ଗ ହେଉଛି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଜବତ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ, ମାଦକ ଦ୍ରବ୍ୟ ଏବଂ ଧାତବ ସାମଗ୍ରୀ ସମ୍ପର୍କରେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ବହୁ ପରିମାଣର ଧାତବ ସାମଗ୍ରୀ, ମାଦକ ଦ୍ରବ୍ୟ ଏବଂ ଅର୍ଥ ଜବତ କରାଯାଇଛି, ଯେଉଁ ଅର୍ଥକୁ ଜନସାଧାରଣଙ୍କୁ ପ୍ରଲୋଭନ ଦେଖାଇ ନିର୍ବାଚନରେ ଭୋଟ ଦେବା ପାଇଁ ବ୍ୟବହାର କରାଯାଇଥାନ୍ତା। ତେବେ ଏଇ ଯେଉଁ ଅର୍ଥ, ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ଜବତ କରାଯାଇଛି, ସେସବୁ କାହା ପାଖରୁ ଜବତ ହୋଇଛି ଏବଂ କେତେ ପରିମାଣରେ ଜବତ କରାଯାଇଛି, ସେମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଜବତ ଅର୍ଥ ସାମଗ୍ରୀକୁ କି ପ୍ରକାର କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ସେ ସମ୍ପର୍କରେ ଆମ ବୁଦ୍ଧିଜୀବୀ, ଆମ ନେତୃବୃନ୍ଦ ଏବଂ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଅନ୍ୟ ଏକ ପ୍ରସଙ୍ଗ ହେଉଛି ନିର୍ବାଚନ ସମୟରେ ଘଟିଥିବା ହିଂସା ଏବଂ ଭାଷଣ ସମ୍ପର୍କରେ। ଅନେକ ନେତୃବୃନ୍ଦ ବିରୋଧୀ ଦଳକୁ ନିଶାଣ କରିବାକୁ ଯାଇ ଯେଭଳି ଭାଷା ପ୍ରୟୋଗ କରିଥିଲେ, ତାହା ଅରୁଚିକର ମନେ ହେଉଥିଲା। ଏଥିସହିତ ନିର୍ବାଚନକୁ ନେଇ ଗାଁ ଗାଁରେ ବିଭିନ୍ନ ହିଂସାକାଣ୍ଡ ଘଟିଥିଲା, ବହୁ ଧନଜୀବନ ମଧ୍ୟ ନଷ୍ଟ ହୋଇଥିଲା। ଆମେ ଦେଖୁଛନ୍ତି ଆମର ଉଚ୍ଚସ୍ତରର ନେତୃବୃନ୍ଦ ନିଜ ମଧ୍ୟରେ ଉତ୍ତମ ସମ୍ପର୍କ ରଖିଥିବା ସମୟରେ ଆମ ଗ୍ରାମାଞ୍ଚଳରେ, ସହରାଞ୍ଚଳରେ ରହୁଥିବା ଦଳୀୟ କର୍ମୀ ନିଜ ନିଜ ଭିତରେ ଲଢ଼େଇ କରି ଗାଁର ଶାନ୍ତି ଶୃଙ୍ଖଳା ନଷ୍ଟ କରିବା ସହିତ ନିଜ ଭିତରେ ମନୋମାଳିନ୍ୟ ସୃଷ୍ଟି କରି ନିଜର କ୍ଷତି ସାଧନ କରୁଛନ୍ତି। ଜଣାପଡ଼ୁଥିଲା ଯେପରି ଆମ ନେତୃବୃନ୍ଦଙ୍କର ସେମାନଙ୍କର ଦଳୀୟ କର୍ମୀଙ୍କ ଉପରେ କୌଣସି ଅଙ୍କୁଶ ନଥିଲା ପରି ମନେ ହେଉଥିଲା। ଏ ପରିସ୍ଥିତିରେ ଏହାକୁ କିପରି ରୋକାଯାଇପାରିବ
ଏବଂ ଭବିଷ୍ୟତରେ ଯେପରି ଏଭଳି ହିଂସା ନ ଘଟେ ତାକୁ ନେଇ ମଧ୍ୟ ଆମ ନେତୃବୃନ୍ଦ ବୁଦ୍ଧିଜୀବୀଗଣ ସ୍ପଷ୍ଟୀକରଣ ଦେବା ଉଚିତ। ଅନ୍ୟ ଏକ ପ୍ରସଙ୍ଗ ହେଉଛି ଆମର ଯେଉଁ ନେତୃବୃନ୍ଦ ବିଜୟ ଲାଭ କରିଛନ୍ତି ସେମାନେ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ କିପରି ପାଳନ କରିବେ ତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଏଥିସହିତ ଆମର ଅନ୍ୟ ଏକ ପ୍ରସଙ୍ଗ ହେଉଛି ବିଭିନ୍ନ ଅନୁଷ୍ଠାନ ବିଭିନ୍ନ ଶିଳ୍ପ ତରଫରୁ କମ୍ପାନୀ ତରଫରୁ ବିଭିନ୍ନ ରାଜନୈତିକ ଦଳଙ୍କୁ ଦିଆଯାଇଥିବା ଦଳୀୟ ଚାନ୍ଦା ସମ୍ପର୍କରେ ଆଜି ଅନେକ କମ୍ପାନୀ ବିଭିନ୍ନ ରାଜନୈତିକ ଦଳକୁ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ଅନେକ ଚାନ୍ଦା ଆକାରରେ ଅର୍ଥ ଦେଇଛନ୍ତି। ପରବର୍ତ୍ତୀ ସମୟରେ ସେମାନେ ନିଜ ଯେଉଁ ସାମଗ୍ରୀ ଉତ୍ପାଦନ କରୁଛନ୍ତି ତା'ର ଦର ବୃଦ୍ଧି କରି ସେମାନେ ତାଙ୍କର ସେହି ଅର୍ଥକୁ ଭରଣା କରିଥାନ୍ତି, ଯାହାଫଳରେ ସାଧାରଣ ଜନତା ହିଁ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ପରିସ୍ଥିତିରେ କମ୍ପାନୀ ତରଫରୁ ଦଳମାନଙ୍କୁ ନିର୍ବାଚନୀ ଚାନ୍ଦା ଦେବା କେତେ ଦୂର ଯୁକ୍ତିଯୁକ୍ତ ତା ଉପରେ ମଧ୍ୟ ଆମ ନେତୃବୃନ୍ଦ ଏବଂ ଆମ ବୁଦ୍ଧିଜୀବୀଗଣ ସ୍ପଷ୍ଟୀକରଣ ଦେବା ଉଚିତ। ତେବେ ସେ ଯାହା ହେଉ ଚଳିତ ନିର୍ବାଚନରେ ଆମର ବହୁ ସଂଖ୍ୟକ ଭୋଟର ଭାଇ ଭଉଣୀ ନିର୍ବାଚନରେ ଅଂଶଗ୍ରହଣ କରି ନିଜ ମତଦାନ କରିଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହା ଫଳରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଆଶା କରୁଛୁ ଏବଂ ନିର୍ବାଚନ ଫଳାଫଳକୁ ନେଇ ଆମର ବିଭିନ୍ନ ରାଜନୈତିକ ଦଳ ନିଜର ସମୀକ୍ଷା କରିବା ସହିତ କିପରି ଜନସାଧାରଣଙ୍କର ବିକାଶରେ ସହାୟକ ହୋଇପାରିବେ ସେଥିପାଇଁ ମଧ୍ୟ ଯଥାର୍ଥ ଆଇନ ଏବଂ ଯୋଜନା ପ୍ରଣୟନ କରିବ ବୋଲି ଆଶା କରୁଛୁ। ଏଥିସହିତ ଆମର ଯେଉଁ ଭାଇ ଭଉଣୀମାନେ ଗଣତନ୍ତ୍ରର ଏହି ନିର୍ବାଚନରେ ଭୋଟ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିଭିନ୍ନ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇଛନ୍ତି ସେମାନଙ୍କୁ ମଧ୍ୟ ଆମର ଅନୁରୋଧ ସେମାନେ ନୂତନ ସରକାରକୁ ସହଯୋଗ କରି ନିଜ ରାଜ୍ୟ ଏବଂ ଦେଶର ବିକାଶରେ ସହାୟକ ହୁଅନ୍ତୁ। ସମାଜର କଲ୍ୟାଣରେ ସମସ୍ତଙ୍କର ସହଯୋଗ ନେଇ ଆଗେଇ ଚାଲନ୍ତୁ। ଏହି ଆଶା ସହିତ ସମସ୍ତଙ୍କର ମଙ୍ଗଳ କାମନା କରି ରହୁଛି। ନମସ୍କାର।